ଦେଖନ୍ତୁ କିଛି ବର୍ଷ ହେଲା ସରକାରଙ୍କ ମାଧ୍ୟମରେ ଆମର ବିଭିନ୍ନ ବ୍ଲକରେ ଆମେ ଆରମ୍ଭ କରିଛୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ବ୍ଲକ ମାଧ୍ୟମରେ ଫୁଟବଲ ଖେଳ ହେଉଛି। ସେଇଠୁ ପିଲାମାନଙ୍କୁ ଯୁବ ପ୍ରତିଭାଙ୍କୁ ଆମେ କାଢ଼ିକି ଜିଲ୍ଲାକୁ ଆଣୁଛୁ ଏବଂ ଜିଲ୍ଲାରେ ତାଙ୍କୁ ପ୍ରତ୍ୟେକ ବର୍ଷ ଆମେ ତାଙ୍କୁ ଯେତିକି ବ୍ଲକରୁ ଖେଳ ହେଉଛି ସେ ଖେଳ ପିଲାଙ୍କୁ ଯେଉଁ ଭଲ ଭଲ ପିଲାଙ୍କୁ ଖେଳିବା ପାଇଁ ଯେଉଁ ଅଣା ହେଉଛି ସେମାନଙ୍କୁ ଆଣି ଜିଲ୍ଲାରେ ସେମାନଙ୍କୁ ରଖାହେଉଛି। 2 ମାସ ଧରି କଣ୍ଟିନ୍ୟୁସ୍ ପ୍ରୋସେସ୍ ସେମାନଙ୍କୁ ଶିକ୍ଷା ଦିଆହେଉଛି ଏବଂ ସେଇଠୁ ଆମେ ଜିଲ୍ଲାର ଡିଷ୍ଟ୍ରିକ୍ଟ ଟିମ୍କୁ ଆମେ ଚୟନ କରୁଛୁ। ଆମେ ପ୍ରଥମେ ଦେଖୁଛୁ ତାଙ୍କର ଫିଜିକ୍ସ ଦେଖୁଛୁ ତାଙ୍କର ସେମାନେ ପ୍ରକୃତରେ 90 ମିନିଟ୍ ପର୍ଯ୍ୟନ୍ତ କଭର କରିପାରୁଛନ୍ତି ଖେଳର କଭର କରିପାରୁଛନ୍ତି କି ନାହିଁ। ଦୁଇରେ ହେଉଛି ତାଙ୍କୁ ପ୍ରଥମ ଏକ୍ସରସାଇଜ ମାଧ୍ୟମରେ ଯେ ପ୍ରକୃତରେ ଫିଟ୍ ଅଛନ୍ତି ନା ପ୍ରକୃତରେ ଖେଳିବା ପାଇଁ ଫିଟ୍ ଅଛନ୍ତି କି ନାହିଁ। ଏଇ 2-3 ଜିନିଷ ଉପରେ ବେଶୀ ଆମେ ଧ୍ୟାନ ଦଉଛୁ। ପ୍ରଥମତଃ ହେଉଛି ଆମ ଜିଲ୍ଲାରେ ପ୍ରଥମତଃ ହେଉଛି ପଡ଼ିଆର ଅଭାବ ଏବଂ ଗ୍ରାମାଞ୍ଚଳରେ ବହୁ ଜାଗାରେ ପଡ଼ିଆର ଖୁବ ଅଭାବ ରହିଛି। ପ୍ରଥମତଃ ସରକାରଙ୍କୁ ନିବେଦନ କରାଯିବ ଯେ ଆଗ ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଭଲ ପଡ଼ିଆ ତିଆରି କରାଯାଉ, ଯୋଉଥିରେ କି ଫୁଟବଲ କେବଳ ଫୁଟବଲ ସେଠି ଖେଳ ହବ। ସେଠି ଆଉ କୌଣସି ନାହିଁ, ଗୋଟେ ଛୋଟ ଗୋଟେ ଫୁଟବଲ କରାଯାଉ, ଫିଲ୍ଡ କରାଯାଉ। ସେଠି ଫୁଟବଲ କଣ ହେଲେ ପିଲାମାନେ ସବୁବେଳେ ଆସନ କଣ ହଉଛି କି ଗୋଟେ ପଡ଼ିଆରେ ସେଇଠି ଫୁଟବଲ ସେଇଠି କ୍ରିକେଟ ସେ ସବୁବେଳେ ଲାଗୁ ତାଙ୍କ ଭିତରେ ଇଚ୍ଛା କମି ଯାଉଛି। ତେଣୁ ଫୁଟବଲଟାକୁ ଯଦି ଆମେ ଡେଭଲପ କରିବାକୁ ଚାହିଁବା ତାର ପ୍ରତ୍ୟେକ ବ୍ଲକରେ ସରକାରଙ୍କୁ ଅନୁରୋଧ କରାଯାଏ ପ୍ରତ୍ୟେକ ବ୍ଲକରେ ଗୋଟେ ପଡ଼ିଆ ତିଆରି ହଉ ଏବଂ ସେଇଠି ଦେଲେ ପିଲାଙ୍କର ଇଣ୍ଟରେଷ୍ଟ ବଢିବ। ଇଣ୍ଟରେଷ୍ଟ ବଢିଲେ ଫୁଟବଲର ଉନ୍ନତି ହେଇପାରିବ। ନାଇଁ ଆମ ଜିଲ୍ଲାକୁ ଯଦି ମୁଁ ଆମ ଜିଲ୍ଲାକୁ ନେବି ତାହେଲେ ଆମ ଜିଲ୍ଲା ବୋଧେ କିଛି ବର୍ଷ ଧରି ବହୁତ ଭଲ କାର୍ଯ୍ୟକ୍ରମ କରିଛି। ଏବେ ବୋଧେ ଆମ ଜିଲ୍ଲାର ଗଲା ବର୍ଷଠୁ 3-4 ବର୍ଷ ଦେଖୁଛୁ ଆମେ ସନ୍ତୋଷ ଟ୍ରଫି ପାଉଛନ୍ତି, ଚାନ୍ସ ପାଉଛନ୍ତି। ଜିଲ୍ଲା ସ୍ତରୀୟ ହେଇକି ସନ୍ତୋଷ ଟ୍ରଫି କିନ୍ତୁ ପହଞ୍ଚିଲେଣି। ତେଣୁ ଭାବୁଛି ଆହୁରି ବେଟର ହବ। ଆଉ ଯେତେ ଖେଳ ବଢି ବଢି ଯିବ, ଯେତେ ଟେକ୍ନିକ ବଢି ବଢି ଯିବ, ଆମ ପିଲାଙ୍କର ଜିଲ୍ଲା ପିଲାଙ୍କର ଉନ୍ନତି ବଢିବ। ବର୍ତ୍ତମାନ ତ ଚାଲିଛି, ଆଉ ଟିକେ ବେଟର ହବା ଦରକାର। ମୁଁ ଆଉ ସେଇ ପାଇଁ ପଡିଆ ମୁଁ ସେଇ ଲାଗି ପ୍ରଥମ ପ୍ରାଧାନ୍ୟ ପଡିଆ। ଆଉ ପ୍ରତ୍ୟେକ ମୁଁ ଭାବୁଛି ଆମର athletes ମାନଙ୍କୁ ଆଉ କିଛି ଫଣ୍ଡସ ର ଟିକେ ଅଭାବ ରହୁଛି, ଟିକେ ବଢେଇଲେ ମୁଁ ଭାବୁଛି ଭଲ ହୁଅନ୍ତା। ହେଲେ ଆଉ ଟିକେ ବେଟର ହବ, ଖେଳର ମାନ ବି ବଢିବ। ପିଲାମାନେ ଯୋଉ ଆସି ରହୁଛନ୍ତି ତାଙ୍କ ପାଇଁ ଟିକେ ଏତେ ରକ୍ଷଣାବେକ୍ଷଣ ରଖିଦେଲେ ତାଙ୍କୁ ଯଦି ଆମେ ଷ୍ଟାଡିୟମ ରଖିକି ତାଙ୍କୁ ଯଦି ପ୍ରାକ୍ଟିସ କରିବୁ ମାସ 2 ମାସ ଧରି କରିବୁ, ତେଣୁ ସେଟା ପାଇଁ ଦରକାର ହଉଛି ଆର୍ଥିକ ପ୍ରୋତ୍ସାହନ। ଆର୍ଥିକ ପ୍ରୋତ୍ସାହନ ବିଭିନ୍ନ ଆଡୁ କରିଦେଲେ ତେଣୁ ସରକାରଙ୍କୁ ଆଉ ଟିକେ ଦେଲେ ଆଉ ଟିକେ ତାଙ୍କର ଯଦି ଆମର ଫଣ୍ଡସ ଟା ବଢନ୍ତା ଆଉ ଟିକେ ବେଟର ହେବ। ପ୍ରଥମତଃ ହଉଛି ମହିଳା ବର୍ତ୍ତମାନ ଆଗ ଭର୍ତ୍ତି ହେଇନାହାନ୍ତି। ଅ, ଆମ ଜିଲ୍ଲାରେ ଆମ ଜିଲ୍ଲାରେ ବିଶେଷ କରି ଏ ପାଖରେ ଘାଟି ସେ ପାଖରେ ଟିକେ ବେଶୀ ଅଛନ୍ତି ମହିଳା ଫୁଟବଲ ଖେଳାଳି ବେଶୀ ଅଛନ୍ତି। ଆମକୁ ମହିଳାମାନଙ୍କୁ କରିବା ଟିକେ ଆଗଭର କରିବା ଲାଗି ହେଲେ ତାଙ୍କୁ ଅ, ଦରକାର ଆମର ଭିତ୍ତିଭୂମିର ଟିକେ ଉନ୍ନତି ହବା ଦରକାର ଏବଂ ଦୁଇଟା ଜୋନ୍ ଆମ ରାୟରଙ୍ଗପୁର ଆମ ଜିଲ୍ଲା ଯଦି ମୁଁ କହିବି ତାହେଲେ ଆମ ଦୁଇଟା ଜୋନ୍ ବାରିପଦା ଆମ ରାୟରଙ୍ଗପୁର ଜୋନ୍କୁ ଯଦି କରାଯିବ ତାହେଲେ ଆଉ ଟିକେ ଭଲ ହେଇପାରିବ। ଆଉ ସ୍କୁଲ ସ୍ତରରୁ ସେଟା କରି ବାଳିକା ମାନଙ୍କୁ ସ୍କୁଲ ସ୍ତରରୁ ଆରମ୍ଭ କରିଲେ ଆଉ ଟିକେ ବେଟର ହବ।